ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କ ପାଇଁ ଖୁସି ଖବର ରହିଛି। ଦେଖନ୍ତୁ, ସୁଭଦ୍ରାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ନିଶ୍ଚିନ୍ତରେ ରୁହନ୍ତୁ, ଯୋଗ୍ୟ ବିବେଚିତ ସମସ୍ତ ହିତାଧିକାରୀଙ୍କୁ ମିଳିବ ସହାୟତା। ଯଦି ଆପଣ ଏଥିପାଇଁ ଯୋଗ୍ୟ ଅଟନ୍ତି ଏହି ସୁଭଦ୍ରା ଯୋଜନାରେ ଟଙ୍କା ପାଇବା ପାଇଁ, ତେବେ ଆପଣଙ୍କୁ ଯଦି ଏହି ସୁଭଦ୍ରା ଯୋଜନାରେ ପେମେଣ୍ଟ ଆସିନି, ଆପଣମାନଙ୍କର ପଡ଼ୋଶୀମାନଙ୍କୁ ମିଳିସାରିଲାଣି କିନ୍ତୁ ଆପଣଙ୍କୁ ମିଳିନି, ତେବେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଯଦି ଆପଣ ଏଥିରେ ଯୋଗ୍ୟ ବିବେଚିତ ହେବେ, ତେବେ ଆପଣଙ୍କୁ ଏହି ସୁଭଦ୍ରାର ସହାୟତା ନିଶ୍ଚୟ ମିଳିବ। ଦେଖନ୍ତୁ, ତଳେ ମଧ୍ୟ ଏକ ପୋଷ୍ଟର ରହିଛି ଖୁସି ଖବର। ଆପଣଙ୍କ ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି। ନଭେମ୍ବର 24 ତାରିଖରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସହାୟତା। ଆପଣ ଯଦି ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ସହାୟତା ରାଶି ପାଇନାହାନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବରଟି, ଆପଣଙ୍କୁ ଏହି ନଭେମ୍ବର ମାସର 24 ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟଟି ମିଳିବ। ପ୍ରଥମ କିସ୍ତିରେ ଏପର୍ଯ୍ୟନ୍ତ ପ୍ରଥମ ଓ ଦ୍ୱିତୀୟ ଦୁଇଟି ପର୍ଯ୍ୟାୟରେ ଟଙ୍କା ମିଳିସାରିଛି, କିନ୍ତୁ ବାକି ଥିବା ସବୁ ହିତାଧିକାରୀମାନଙ୍କୁ ତୃତୀୟ ପର୍ଯ୍ୟାୟରେ ଏହି ସୁଭଦ୍ରାର ସହାୟତା ଦେଇ ଦିଆଯିବ। ଆପଣ ଯଦି ଏପର୍ଯ୍ୟନ୍ତ ପାଇନାହାନ୍ତି, ତେବେ ଆପଣ ଏହି ତୃତୀୟ ପର୍ଯ୍ୟାୟରେ ସୁଭଦ୍ରାର ସହାୟତା ପାଇଯିବେ।